देखिलु ना अरे कथारे अच्छी परा से पांच परमंद ता मंद पांचंती गोविंद ए परा आगर लिपिबद्ध होई सारिछि हे देखुन माँ ठारू पुअर स्नेह ममता को दूरे देबा पाई केते जे मो पछरे पड़िथिले हे रे तो माँ तो केमती खोजी खोजी मो धनडा मो सुनडा को पाई जाइछि ए सिना दे ए दुनिया रे पुआ माने सिना माँ स्नेह को भूली जाई मार अंतिम अवस्था रे माँ को पर कर दे ठेली दे चली जाती किंतु ए जमर भी समिति करिबनी मदन काहेकि ना तू मोर एक रे बाळा अरे मो पाखरे तू बापा नहांती सत किंतु कौन से करिबी ए असमय से मो ठारू केते दूर को दूरे गले जे से कथा भाबिले परे मु छाती कलिजा छिंडी तले गड़ी पड़ुछि काको अब कौन कहबी के अब शुणिब मो मनर भाषा अरे मो मनर भाषा शुणिबा पाई तो ए दुनिया रे केही नांती तो जीवन को बंचीबा पाई मु आज आछि ए राजा घरे सौतुणी हिसाब से जीवन कालतीपात करुछि कौन करिबी ए पर मो विधिर विधान काको कौन कहबी शुणिब बाकी से जहाँ भी हो आज मो मन उणा करने जमार भी चाहिए कहीं ना तू पर मो पाखे अच्छु तू मो धन संपत्ति तू मो पिता माता तू मोरे सब किछि तू मोर आखिर पितुला तो ठीक समय होइछि कलावती चेतन सही से राजा पुआ को नहीं से कलावती पुआ को छाड़ी जाउछि हो मो छुआ को निदर छुआ एमती होता तुम आखिर निद लगी जाइछि
ଖଣିଛି କରିବି ନିଦ ବେଲାରେ ଏମିତି ମୁଁ ବି ଶୋଇ ପଡ଼ିଥିଲି। ଆଜି କଣ ଏତେ ସମୟ ହେଲାଣି? ମୋ ପୁଅଟା କେତେ ସୁନ୍ଦର ନିଦରେ ଶୋଇ ପଡ଼ିଛି। ଏମିତି ପୁଅମାନେ ଯଦି ନିଦରେ ଶୋଇ ପଡ଼ନ୍ତି ତାହେଲେ ମାଆକୁ ଜମାରେ ବି ବୁଝେଇବା ପାଇଁ କଷ୍ଟ ପଡ଼େନି। ସେ ପରା ମୁଁ ସୁନାଟିଏ। ଆରେ ସତ କୁହନ୍ତି ବାଲ୍ୟକାଳର ଛୁଆମାନେ ସବୁ ଠାକୁରଙ୍କ ବରଦାନ ଆଉ ସ୍ୱୟଂ ସିଏ ଠାକୁର ପାଲଟି ଯାଇଛନ୍ତି। ସତ କଥା। ନା 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 ମୋ ଛୁଆ ଶୋଇଥିଲେ ମଧ୍ୟ ଏନେ ତାଙ୍କୁ ବୁଝେଇ ସୁଝେଇ କରି ମୋ କୋଳକୁ ନେଇକି ଆସେ। ମୋର ଯେ ଆସିବା ସମୟ ହେଇଯାଉଛି। କଳାବତୀ ଆଲୋ ପ୍ରିୟ କଳାବତୀ ସ୍ୱାମୀ ପ୍ରିୟ ଆପଣ ତାହେଲେ ଆସି ଯାଇଛନ୍ତି? ହଁ ଆରେ ଶୁଣ ମୁଁ ଜଣେ ପତିବ୍ରତା ନାରୀ ହିସାବରେ ଆପଣଙ୍କ ପାଦ ସ୍ପର୍ଶନ କରିକି ମୁଁ ଗୋଟେ ଏଡ଼ସିରେ କହିଯାଉଛି। ଏ କଳାବତୀ ସ୍ୱାମୀ ତମ ପରି ସ୍ତ୍ରୀଟିଏ ପାଇଁ ଏ ରାଜା ବିକ୍ରମ କେଶରୀର ମନ ପ୍ରାଣଟା ଚରିତାର୍ଥ ହେଇଗଲା। ସ୍ୱାମୀ ଆଲୋ ଏ କଳାବତୀ ହଁ ତୁମରି ସୁନ୍ଦର ଚରିତ୍ର ଆଦର୍ଶ ବ୍ୟବହାର ସମ୍ପର୍କରେ ଏହି ମଣିପୁରର ପ୍ରତ୍ୟେକ ପ୍ରଜା ପ୍ରତ୍ୟେକ ମା ମାଉସୀ ଅନୁପ୍ରାଣିତ ହୁଅନ୍ତି। ଆଲୋ ଏ ପ୍ରିୟ ସ୍ୱାମୀ ତେବେ ଶୁଣ ଏ ତମ ପ୍ରିୟତମାର ଭୂମିଷ୍ଠ ପ୍ରେଣୀପତେ ଘେନା କରନ୍ତୁ। ଏ କଳାବତୀ ପ୍ରିୟ ସ୍ୱାମୀ ଆୟୁଷ୍ମତୀ ଆଚ୍ଛା କଣ ସ୍ୱାମୀ? ମୁଁ ଏଇ ଅସମୟରେ ଚାଲି ଆସିବାର କାରଣ ଅଛି। କଣ? ପ୍ରଥମ ରାଣୀର ଦେହାନ୍ତ ପରେ ଏ କଳାବତୀ ସ୍ୱାମୀ ପ୍ରଥମ ରାଣୀର ଦେହାନ୍ତ ପରେ ମୋ ମନଟା ଟିକେ ଦୁଃଖ ହେଇ ଯାଇଥିଲେ ମଧ୍ୟ ସ୍ୱାମୀ ତମ ପରି ସ୍ତ୍ରୀଟିଏ ପାଇଁ ମୁଁ ଧନ୍ୟ ମନେ କରୁଛି। ହେଲେ ପ୍ରିୟ ସ୍ୱାମୀ ମୋ କହିବାର ଅର୍ଥ କଣ କି? କଣ କହୁଛନ୍ତି? ମୋ କହିବାର ଅର୍ଥ କଣ କି ପ୍ରିୟ? କଣ କହିବା ପାଇଁ ଚାହୁଁଛନ୍ତି ସ୍ୱାମୀ? ମାନେ କଣ? ସେହି ଆମ ଶିଶୁ ସନ୍ତାନଟା କିପରି ଅଛି ମୁଁ ଟିକେ ଜାଣିବା ପାଇଁ ଚାହେଁ। ଓ ତାମାନେ ସେଇ ମୋ ଶିଶୁ ପୁତ୍ରକୁ କେମିତି ଅଛି ସେଇ କଥା ଜାଣିବା ପାଇଁ ଚାହୁଁଛନ୍ତି ତ? ହଁ ଆରେ ବାବା ହଁ ଶୁଣ ସେ ନା ଏମିତି ମୋ ସ୍ନେହ ଆଦରରେ ବନ୍ଧା ପଡ଼ିଯାଇଛି ଯେ ଆଚ୍ଛା ପ୍ରିୟ ସିଏ ନା ବାପା ମାନଙ୍କୁ ଆଜିକାଲି ଆଉ ମନେ ପକଉନି। ଏ କଳାବତୀ ସ୍ୱାମୀ ମୁଁ ଭାବୁଛି ମୁଁ ଜାଣିଛି ହୁଁ ତମେ ସେଇ ଶିଶୁ ପୁତ୍ରଟାକୁ ମା ଠାରୁ ବଳି ସ୍ନେହ ଦେଇ ପ୍ରତିପୋଷଣ କରିବ। ନିଶ୍ଚିତ ସ୍ୱାମୀ। ଆରେ ସେଥିପାଇଁ ମୁଁ ସଦାବେଳେ କହେ କଣ କୁହ? ମୋ କଳାବତୀ ଗୋଟିଏ ଏ ରାଜା ବିକ୍ରମ କେଶରୀଙ୍କ ପାଇଁ ସତୀ ସ୍ୱାଧୀ ପତିବ୍ରତା। ସ୍ୱାମୀ ମୁଁ ତମର କୋଉ ପ୍ରଶଂସା କରିବି କହ? ସ୍ୱାମୀ ପ୍ରିୟ ଆପଣ ତାହେଲେ ମତେ ଏମିତି ପ୍ରଶଂସାରେ ଟେକି ରଖିଛି ଯେ ହଁ ସତ ଯେମିତି କି ମୋ ପାଦ ଦୁଇଟା ଯାକ ଖୋଳା ଆକାଶର ବିହଙ୍ଗ ବୋଲି ନାହିଁ। ହଁ ପ୍ରିୟ ଆଚ୍ଛା ଶୁଣିବ କଣ କହିବ? ସେଇ ଶିଶୁ ତନ୍ତ୍ରରୁ ଟିକେ ମନ ପୁରେଇ ଦେଖିଲେ ଭଲ ହୁଅନ୍ତା କହୁଛି। ଆରେ ବାବା ନାଇଁ 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 କାହିଁକି ଜାଣିଛ କଣ ହେଇଛି? ମୋ ଛୁଆଟା ନା ହଁ ଖୁଆଇ ପିଇକି ଏଇନେ ନିଦରେ ମୁଁ ଶୁଆଇ ଦେଇଛି। ନାଇଲୋ କଳାବତୀ ତୋ ବାପ ପରା ପୁଅଟିର ତାକୁ ଟିକେ ଦେଖିବା ପାଇଁ ମୋ ମନଟା ଟିକେ ତରସ୍ତ ହେଇଯାଉଛି ନା ଆଉ। ଆରେ ବାବା ହଁ ଦେଖେଇବୁ ନା ମତେ ଆଉ ଏତେ ଉଚ୍ଛନ ହେଇ ପଡୁଛ? ଆଉ ତେବେ ଠିକ ଅଛି ହଁ ମୁଁ ପୁତ୍ରକୁ ଆଣି ଦେଉଛି। ତମେ ଯେତିକି ମନେ ଭରିକି ଗେଲ କରିବା କଥା ଗେଲ କରିବା, ତାପରେ ରାଜ୍ୟର ପ୍ରଜାବାସୀଙ୍କର ମଙ୍ଗଳ କାମନା ପାଇଁ ତମେ ନିଶ୍ଚିନ୍ତ ଭାବରେ ବୁଲାବୁଲି କରିବ। ବାସ୍ତବିକ ହେଲେ ଠିକ ଅଛି ପ୍ରିୟ ନେଇକି ଆସିବି। ଆସ ଏଇନେ ସାଙ୍ଗେ ସାଙ୍ଗେ ଆଣିଛି। ହଁ ଏ ଧନ ଏଇ ଦେଖୁନ ତା ପିଲାଟା କେମିତି ତତେ ଦେଖିବା ପାଇଁ ପାଖରେ ଟିକେ ଗେଲ କରିବା ପାଇଁ କେତେ ବ୍ୟାକୁଳ ହେଉଛନ୍ତି।
स्वामी प्रिय ए देखो तम से सुपुत्र को हेलो कलापति स्वामी এই পড়োশী রাজ্যর রাজা মানে কহুଥିଲେ যে कौन कहते এ মণিপুরর রাজ্য বিক্রম কেশরী গোটিয়ে নিপুত্রিক ভଳି কিন্তু এ ছুয়া জন্ম যেତେବେଳେ ହେଇଗଲା ଏ ମଣିପୁର ରାଜ୍ୟ ଅନ୍ଧାରଟା ଆଲୋକରେ ପରିଣତ ହେଇଗଲା ହେଲେ ହ୍ୟାଲୋ ଏ କଳାବତୀ ଆ ହିସାବରେ ତମେ ତାକୁ କିଛିଟା କହି ତାକୁ ଟିକେ ଗେଲ କରିବ ବୁଝେଇବ ଖୁଆଇବ ପିଆଇବ ତାକୁ ଟିକେ ନଚାଇବ ନା ନିଅ এই কথা কইছ ନିଅ ছিয়ে তাইলে स्वामी ପ୍ରିୟ ଜାଣିଛି ପରା ହଁ ତମର ଅନେକ ଗୁଡ଼ିଏ କାମ ଅଛି ହଁ ତମର ପୁତ୍ରର ଜନ୍ମର ପୁତ୍ରଟିକୁ ସ୍ନେହ ଆଦର ମମତାରେ ଭରିଦେବ ପାଇଁ ମୁଁ ପରା ତା ମା ଅଛି ତମରି ଦାୟିତ୍ୱ ପ୍ରିୟ ସେ ଏଡ଼ୁରୁ ଏଟା ହେଇ ଏ ରାଜା ବିକ୍ରମ କେଶରୀଙ୍କର ନାଁଟା ରଖିବ ପୁଅ ମୋ ପୁଅଟା ମୋ ବାପ ପୁଅର କେତେ ଯେ ନିବିଡ଼ ସମ୍ପର୍କ ରହିଥାଏ ତାହା ଗୋଟିଏ ଭଲ ବାପ ଏଇ ହୃଦୟଙ୍ଗମ କରିପାରିଥାଏ ଆଳୁ ଏ କଳାପତି ସ୍ୱାମୀ ଆଉ କାହିଁକି କାଳ ବିଳମ୍ବ କରୁଛ ମୋ ଧନଟାକୁ ଟିକେ ଗେଳ କରି ନଚେଇବ ନା ସ୍ୱାମୀ ଆରେ ମୁଁ ପରା ତାର ଗେଲ ବସରେ ଜନ୍ମ କରିଛି ତାକୁ ଖାଇକି ମୁଁ ଗେଲ କରିବି ରେ ଦେଖ ଦେଖ କି ସୁନ୍ଦର ଛନ ଛନି ଆ ରୂପଟା ସ୍ୱାମୀ ପ୍ରିୟ ସେଇଥିପାଇଁ ପରା ତୁମର ସ୍ନେହ ଆଦର ଏମିତି ମତେ ଅଜାଡ଼ି ଦେଉଛ ଯେ ମୁଁ ମନେ ମନରେ କେତେ ସବୁ ଉଙ୍କି ମାରୁଛି ଜାଣିଛ ପ୍ରିୟ ତୁମରି ସ୍ନେହରେ ଭାବ ବନ୍ଧନରେ ନିଶ୍ଚୟ ନିଶ୍ଚୟ ଗଢ଼ିଛି ମୁଁ ତୁମ ପାଇଁ ନୂଆ ସଂସାର ତୁମେ ମୋ ମଥା ସିନ୍ଦୁର ନିଶ୍ଚୟ ପ୍ରିୟ ତୁମେ